କର୍ମର ଫଳ ଉପରେ କାହାର ବି ଅଧିକାର ନଥାଏ। ଯଦି ଆପଣଙ୍କର ଧ୍ୟାନ ଅନ୍ତିମ ଫଳ ଉପରେ ଥାଏ ତେବେ ଆପଣ କର୍ମ ହିଁ କରିପାରିବେ ନାହିଁ। ଉଦାହରଣ ସ୍ୱରୂପ ଏକ ଧାବକକୁ ନିଆଯାଉ। ଯଦି ସେ ଦେଖିବାରେ ଲାଗିଯାଏ ଯେ ତା ପଛରେ କିଏ ଦୌଡ଼ୁଅଛି ଏବଂ ସେ ନିଜ ରାସ୍ତାକୁ ନ ଦେଖେ ତେବେ ସେ କେବେ ବି ସଫଳ ହୋଇପାରିବ ନାହିଁ। ହାରନ୍ତୁ ବା ଜିତନ୍ତୁ, ନିଜ ଟ୍ରାକରେ ନିଜକୁ ଦୌଡ଼ିବାକୁ ପଡ଼ିବ। ସ୍ୱୀକାର କରିନିଅନ୍ତୁ କି ହାରିବି କ'ଣ ହେଲା, ମୋତେ ଏହାକୁ ତ କରିବାକୁ ପଡ଼ିବ। ଲକ୍ଷ୍ୟ ହିଁ ସଫଳତା ପ୍ରଦାନ କରେ। କୌଣସି ବି କାମ ସମୟରେ ଲକ୍ଷ୍ୟକୁ ସାମ୍ନାରେ ରଖି କାମ କରନ୍ତୁ। ଲକ୍ଷ୍ୟରୁ ନିଜକୁ ଅଲଗା ହେବାକୁ ଦିଅନ୍ତୁ ନାହିଁ। ଏହାର ପ୍ରାପ୍ତି ପାଇଁ ଆଗକୁ ଆସୁଥିବା ବାଧାର ସଫଳତା ପୂର୍ବକ ସାମ୍ନା କରନ୍ତୁ। ଯୁବକମାନେ ଦେଶର ସ୍ପନ୍ଦନ, ଏଣୁ ନିଜ ଲକ୍ଷ୍ୟଠୁ କେବେ ଦୂରେଇ ଯାଆନ୍ତୁ ନାହିଁ। କୌଣସି ଉଦ୍ୟମ କରିବା ପୂର୍ବରୁ ଚିନ୍ତା ଓ ବିଚାର କରନ୍ତୁ। ଆପଣଙ୍କର ପ୍ରତିଟି ପଦକ୍ଷେପ ହିଁ ଆପଣଙ୍କର ଭବିଷ୍ୟତ ନିର୍ମାଣ କରେ। ଏଣୁ ସଜାଗ ରୁହନ୍ତୁ। କାହାକୁ ଭୁଲ ବୁଝିବା ପୂର୍ବରୁ ତା ପରିସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ। ସତ୍ୟ ଯୁଗରେ ମାନବମାନେ ଅଧିକ ଶକ୍ତି ସମ୍ପନ୍ନ ଥିଲେ। ତେଣୁ ସେ ଯୁଗରେ କଷ୍ଟସାଧ୍ୟ ତପସ୍ୟା ଧର୍ମ ବୋଲି ସ୍ଥିରୀକୃତ ହୋଇଥିଲା। ତ୍ରେତା ଯୁଗରେ ମନୁଷ୍ୟମାନେ ସର୍ବଦା ଜ୍ଞାନରତ ଥିଲେ। ଯୁଗରେ ତପସ୍ୟା ଓ ଜ୍ଞାନ ହରଣ କରିବାର ଶକ୍ତି ହ୍ରାସ ହେବା ହେତୁ ଯୁଗୋଚିତ ଧର୍ମ ବୋଲି ସ୍ଥିର କରାଯାଇଥିଲା ଏବଂ ଏହି କଳି ଯୁଗରେ ମନୁଷ୍ୟମାନେ ତପସ୍ୟା, ଜ୍ଞାନ ଓ ଯଜ୍ଞ କରିବାକୁ ଅସମର୍ଥ ହେବାରୁ କେବଳ ଦାନକୁ କଳି ଯୁଗରେ ଧର୍ମ ବୋଲି କୁହାଯାଉଅଛି। ଶକ୍ତିର ହାନି ଓ ବୃଦ୍ଧି ଅନୁସାରେ ସତ୍ୟ ଯୁଗରେ ମାନବମାନଙ୍କର ଧର୍ମ ଅନ୍ୟ ପ୍ରକାର, ତ୍ରେତାରେ ଅନ୍ୟ ପ୍ରକାର, ଦ୍ୱାପର ଯୁଗରେ ଅନ୍ୟ ପ୍ରକାର ଏବଂ କଳି ଯୁଗରେ ମଧ୍ୟ ମାନବ ଧର୍ମ ଅନ୍ୟ ପ୍ରକାର ଅଟେ। କାରଣ ଧର୍ମ ପ୍ରବର୍ତ୍ତକ ଋଷିମାନେ କଳି ଯୁଗର ମାନବମାନଙ୍କର ଶକ୍ତିହୀନତା ଯୋଗୁଁ ଯୁଗୋଚିତ ଧର୍ମ ପ୍ରଚଳିତ କରିଅଛନ୍ତି। ପ୍ରଭୁ ତୁମ ପବିତ୍ର ନାମର ଧନ୍ୟବାଦ ହେଉ। ସୁନ୍ଦର ସକାଳ ଦେଖିବା ପାଇଁ ଜୀବିତ ରଖିଥିବାରୁ ଧନ୍ୟବାଦ। କେହି ଜଣେ ମାଟି କଳସକୁ ପଚାରିଲା, ତମେ ଥଣ୍ଡା ରହିପାରୁଛ କେମିତି? ମାଟି କଳସ ଟିକେ ହସିଦେଇ କହିଲା, ଯାହାର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ମାଟିରେ ଗଢ଼ା, ତାର ଏତେ ରାଗ, ରୁଷା, ଗର୍ବ, ଅହଙ୍କାର କ'ଣ ପାଇଁ? ଗାଡ଼ିରେ ଯଦି ବ୍ରେକ୍ ନାହିଁ ତାହେଲେ ଆକ୍ସିଡେଣ୍ଟ ନିଶ୍ଚିତ। ଠିକ୍ ସେମିତି ଜୀବନରେ ଯଦି ସଂସ୍କାର ଆଉ ମର୍ଯ୍ୟାଦା ନାହିଁ ତାହେଲେ ପତନ ସୁନିଶ୍ଚିତ। ଯେଉଁ ଯୁଗରେ ଯାହା ଧର୍ମ ବୋଲି ବିବେଚିତ ହୋଇଥିଲା ସେହି ଯୁଗରେ ସେପରି ବ୍ରାହ୍ମଣ ଥିଲେ। ବିଦ୍ୟା ଅର୍ଥାତ୍ ବିବିଧ ବିଷୟରେ ଜ୍ଞାନ ଥିଲେ ବିଦେଶରେ କୌଣସି ପ୍ରତିକୂଳ ପରିସ୍ଥିତିରେ ଅସୁବିଧା ହୁଏ ନାହିଁ। ତାଙ୍କର ମିତ୍ର ସମ ସହାୟତା କରେ। ଜୟ ଶ୍ରୀ ଜଗନ୍ନାଥ।